କିଛି ଦେଲାନି ଖାଲି ଭତ୍ତା ବଢେଇଦେଲେ ପରେ ଭତ୍ତାରେ କଣ ଜଣେ ମଣିଷ କରିପାରିବ? ଆଳୁ କିଲୋ ହେଲାଣି 40 ଟଙ୍କା 35 ଟଙ୍କା 80 ଟଙ୍କା 100 ଟଙ୍କା। ଅବିକା ଆମେ ବଞ୍ଚିବୁ କେମିତି? ଇଏ ଖାଲି ଡିଣ୍ଡି ପିଟୁଛନ୍ତି ଆମର ହେଇଟା କରିଦେଲୁ ମହାକାଳୀ କରିଦେଲୁ ଚକୁଳି କରିଦେଲୁ। ଦେଖିଲା ବେଳକୁ କେହି କିଛି ଇଏ କରୁନାହାନ୍ତି। ନାରୀ ସଶସ୍ତ୍ରୀକରଣ କରୁଛନ୍ତି। କାହିଁ ଭିନ୍ନକ୍ଷମ ସଶସ୍ତ୍ରୀକରଣ କୋଉଠି କରିଦ? ଭିନ୍ନକ୍ଷମ ସଶସ୍ତ୍ରୀକରଣ ପୁରୁଷ ସଶସ୍ତ୍ରୀକରଣ କୋଉଠି କରିଛ? ଖାଲି ନାରୀ ସଶସ୍ତ୍ରୀକରଣ। ନାରୀ ମାନେ ଖାଲି ଭୋଟ ଦଉଛନ୍ତି, ଭିନ୍ନକ୍ଷମ ମାନେ ଭୋଟ ଦଉନାହାନ୍ତି। ଖାଲି ନାରୀ ମାନେ ଭୋଟ ଦଉଛନ୍ତି। ମୋ ନାଁ ରଞ୍ଜନ ରାଉତ, ମୋ ଘର ହଉଛି ତିଗିରିଆ ବିନ୍ଧାଣିମା। ମୁଁ ଆଇଥିଲି ଆମର ଏମପି ସାର୍ ଆସିଥିଲେ ଆଉ ଅଭୟ ବାରିକ ବାବୁ ଆସିଥିଲେ। ଆମର ଗ୍ରୀଭାଂଶ ହଉଥିଲା ଆମେ ଭିନ୍ନକ୍ଷମର କେମିତି କଣ ଆମେ ଉପଯୁକ୍ତ ସାହାଯ୍ୟ ପାଇବୁ, ତ ସେଥି ଯୋଗୁ ଆମେ ଇଏ କରୁଥିଲୁ। ଆମ ଓଡିଶା ସରକାର ଯିଏ ନବୀନ ପଟ୍ଟନାୟକ ଥିଲା, ନବୀନ ପଟ୍ଟନାୟକ ଆଉ କୋଉ କିଛି ଦେଲାନି ନବୀନ ପଟ୍ଟନାୟକ ଖାଲି ଭତ୍ତା ବଢେଇଦେଲା ପରେ ଭତ୍ତାରେ କଣ ଜଣେ ମଣିଷ କରିପାରିବ? ଆଳୁ କିଲୋ ହେଲାଣି 40 ଟଙ୍କା 35 ଟଙ୍କା 80 ଟଙ୍କା 100 ଟଙ୍କା। କେମିତି ଆମେ ଚଳିବୁ? ଗୋଟେ ଭିନ୍ନକ୍ଷମ ଆମେ କେମିତି ଚଳିବୁ? ଆଉ ଅନ୍ୟ ସେ କହୁଛନ୍ତି ଯେ 100% ଭିନ୍ନକ୍ଷମକୁ ପ୍ଲେସମେଣ୍ଟ ଦିଆଯିବନି। ତାହେଲେ ବ୍ଲାଇଣ୍ଡ ମାନଙ୍କୁ କେମିତି ପ୍ଲେସମେଣ୍ଟ ଦିଆଯାଉଛି? ବ୍ଲାଇଣ୍ଡ ମାନେ ସେମାନେ ତ 100% କାହିଁକି ତାଙ୍କୁ ଦିଆଯାଉଛି? ସେଇଟାକୁ ଗଭର୍ଣ୍ଣମେଣ୍ଟ ଆମର ଦେଖୁ, ପ୍ରଧାନମନ୍ତ୍ରୀ ସାର୍ ଦେଖନ୍ତୁ, ଟୋଟାଲ ଗଭର୍ଣ୍ଣମେଣ୍ଟ ଦେଖୁ, ତାହେଲେ ଆମେ ଭିନ୍ନକ୍ଷମ ମାନେ ଆମେ ପାଇବୁ କି ନାଇଁ? ଆମ ହକଦାର ଆମେ କାହିଁକି ପାଠ ପଢିଥିଲୁ? କାହିଁକି ଆମକୁ ଗଭର୍ଣ୍ଣମେଣ୍ଟ ପାଠ ପଢେଇଥିଲା? ମୋ କ୍ୱାଲିଫିକେସନ ହଉଛି ଗ୍ରାଜୁଏଟ। ମୁଁ ରେଭେନ୍ସା ରେ ପାଠ ପଢୁଥିଲି ଆଜ୍ଞା। ମୁଁ ହଉଛି ରେଭେନ୍ସା ପାଠ ପଢୁଥିଲି। ରେଭେନ୍ସାରେ ପାଠ ପଢିଲା ପରେ ମୋର ଅବିକା ବାପା ମା ସବୁ ଚାଲିଗଲା ପରେ ଅବିକା ମତେ ପ୍ଲେସମେଣ୍ଟ କିଛି ନାହିଁ। ତାହେଲେ ମୁଁ କେମିତି ବଞ୍ଚିବି? ଆମେ ସ୍ୱାମୀ ସ୍ତ୍ରୀ ମୋ ସ୍ତ୍ରୀ ହଉଛି ହାଣ୍ଡିକ୍ୟାପ, ମୁଁ ହାଣ୍ଡିକ୍ୟାପ। ତ ସାନ ଭାଇକି ଗୋଟେ ଧରିକି ଆଇଛି, ଗୋଟେ ଭିନ୍ଦାରୀ ମାର ଗୋଟେ ମୋ ଭାଇକି ଧରିକି ଆସିଛି, ତ ସିଏ ବି ହାଣ୍ଡିକ୍ୟାପ। ଆମେ ଚଳିବୁ କେମିତି? ବହୁତ ଥର ଜଣେଇଛି, ବହୁତ ଥର ଜଣେଇଲା ପରେ କମିଶନର କୋର୍ଟରୁ ଆମର ଗୋଟେ ଆସିଥିଲା, ଗୋଟେ ସାର୍ଟିଫିକେଟ ଆସିଥିଲା। କମିଶନର କୋର୍ଟରୁ ସାର୍ଟିଫିକେଟ ଆସିଥିଲା। ମୁଁ ବସିଥିଲି ସବ କଲେକ୍ଟର ଅଫିସରେ ବସିଥିଲି। ସବ କଲେକ୍ଟର ମତେ ପ୍ରତିଶ୍ରୁତି ଦେଇଥିଲେ, କହିଲେ ହଁ ଆମେ ଏସା କରିଦେବୁ ତେସା କରିଦେବୁ ମହାକାଳୀ କରିଦେବୁ ଚକୁଳି କରିଦେବୁ, ହେଲେ କିଛି କଲେନି। ତାପରେ ସିଏ ଟ୍ରାନ୍ସଫର ହେଇକି ଗଲେ ଭାରି। ଟ୍ରାନ୍ସଫର କରିକି ଗଲା ପରେ ଆମେ ଆଉ କିଛି ପାଇଲୁନୁ। ଅବିକା ଆମେ ବଞ୍ଚିବୁ କେମିତି? ଇଏ ଖାଲି ଡିଣ୍ଡି ପିଟୁଛନ୍ତି ଆମର ହେଇଟା କରିଦେଲୁ ମହାକାଳୀ କରିଦେଲୁ ଚକୁଳି କରିଦେଲୁ। ଦେଖିଲା ବେଳକୁ କେହି କିଛି ଇଏ କରୁନାହାନ୍ତି। ନାରୀ ସଶସ୍ତ୍ରୀକରଣ କରୁଛନ୍ତି। କାହିଁ ଭିନ୍ନକ୍ଷମ ସଶସ୍ତ୍ରୀକରଣ କୋଉଠି କରିଦ? ଭିନ୍ନକ୍ଷମ ସଶସ୍ତ୍ରୀକରଣ ପୁରୁଷ ସଶସ୍ତ୍ରୀକରଣ କୋଉଠି କରିଛ? ଖାଲି ନାରୀ ସଶସ୍ତ୍ରୀକରଣ। ନାରୀ ମାନେ ଖାଲି ଭୋଟ ଦଉଛନ୍ତି, ଭିନ୍ନକ୍ଷମ ମାନେ ଭୋଟ ଦଉନାହାନ୍ତି। ଖାଲି ନାରୀ ମାନେ ଭୋଟ ଦଉଛନ୍ତି। ଏ ନବୀନ ପଟ୍ଟନାୟକ ସରକାର କଣ କରିଛି ଆମ ପାଇଁ? ନବୀନ ପଟ୍ଟନାୟକ ସରକାର କିଛି କରିନି ଆମ ପାଇଁ କିଛି କରିନି। ଅବିକା ବିଜେପି ସରକାର ସବୁ ଆମ ପାଇଁ କହୁଛି। ମତେ ଯାଇଛି ଅବିକା ବ୍ୟାଟେରୀ ଗାଡି ଯାଇଛି ବିଜେପି ସରକାର। କଣ ଯାଇଛି ନବୀନ ପଟ୍ଟନାୟକ? ମୋ ପାଠ ପ୍ଲେସମେଣ୍ଟ ଦେଲାନି। ଗୋଟେ କମିଶନର ଯାଇଛି, କମିଶନ ଅର୍ଡର ଦେଇଥିଲେ 7 ଦିନ ଭିତରେ ତାଙ୍କୁ ପ୍ଲେସମେଣ୍ଟ ଦିଅ ବୋଲି। 7 ଦିନ ଭିତରେ ମତେ ପ୍ଲେସମେଣ୍ଟ କୁଆଡେ ଗଲା? କଲେକ୍ଟର ମୁଁ ଗଲି ସାରଙ୍କ ପାଖକୁ ଆଜି ଦେଖା କରିବାକୁ ଯାଇଛି। ସମସ୍ତଙ୍କ ପାଖକୁ ଗଲି, ଦେଖିଲା ବେଳକୁ ମତେ କେହି କିଛି ଦେଲେନି। ସବ କଲେକ୍ଟର ପାଖରେ ବସିଲି। ଆମେ ଗୋଟେ ଭିନ୍ନକ୍ଷମ ଆମେ ଚଳିବୁ କେମିତି? ନଚେତ ଆମର ଇଚ୍ଛା ମୃତ୍ୟୁ ଦିଅ। ମୁଁ ଆଜି ଆସିଛି, ଆମକୁ ଇଚ୍ଛା ମୃତ୍ୟୁ ଦିଅ। ଆମର ଆଉ କିଛି ଦରକାର ନାହିଁ, ଆମର ଇଚ୍ଛା ମୃତ୍ୟୁ ଦରକାର।